ପ୍ରଶ୍ନଘେରରେ ବାଲବାଟିକାର ସଫଳ ରୂପାୟନ। ଯେପରି ଆଜିର ଅଙ୍କୁର କାଲି ହୁଏ ବିଶାଳ ଦ୍ରୁମ, ସେହିପରି ଆଜିର ଅସହାୟ ଶିଶୁ ଆସନ୍ତାକାଲିର ନାଗରିକ। ଶିଶୁର ବିକାଶ, ସ୍ୱାସ୍ଥ୍ୟ, କଲ୍ୟାଣ ଏବଂ ଜୀବନବ୍ୟାପୀ ଶିକ୍ଷା ନିମନ୍ତେ ଶୈଶବ ଶିକ୍ଷାରେ ମଜବୁତ ଭିତ୍ତିଭୂମି ହିଁ ନିର୍ମିତ ହୋଇଥାଏ। ଜୀବନର ଅନ୍ୟ ପର୍ଯ୍ୟାୟ ଗୁଡ଼ିକ ଅପେକ୍ଷା ପ୍ରାରମ୍ଭିକ ଶୈଶବ ଅବସ୍ଥାରେ ବିକାଶର ହାର ତୁଳନାତ୍ମକ ଭାବରେ ଦ୍ରୁତ ଅଭିବୃଦ୍ଧି ହୋଇଥିବାରୁ ଶିଶୁର ପ୍ରାରମ୍ଭିକ ଜୀବନ ଗୁଡ଼ିକ ବେଶ ଗୁରୁତ୍ୱପୂର୍ଣ୍ଣ ମନେ ହୋଇଥାଏ। LMM 360କୁ ଆପଣମାନଙ୍କୁ ସ୍ୱାଗତ। ଯଦି ଆପଣମାନେ ଆମ ଚ୍ୟାନେଲ ପାଇଁ ନୂଆ ହେଇଥାନ୍ତି ତାହେଲେ ନିଶ୍ଚିତ ଭାବରେ ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବେ। ତେବେ ଆଜିର ଅଧ୍ୟାୟରେ ଆମେ ଆଲୋଚନା କରିବା ବାଲବାଟିକାର ସଫଳ ରୂପାୟନ ବିଷୟରେ। ମସ୍ତିଷ୍କର ପାଖାପାଖି 80% ବିକାଶ 6 ବର୍ଷ ପୂର୍ବରୁ ହିଁ ହୋଇଥାଏ। ତେଣୁ ପ୍ରାକ୍ ଶୈଶବ ଶିକ୍ଷାରେ ମସ୍ତିଷ୍କର ସୁସ୍ଥ ବିକାଶ ପାଇଁ ଏବଂ ଅଭିବୃଦ୍ଧିକୁ ସୁନିଶ୍ଚିତ କରିବା ପାଇଁ ଶିଶୁର ପ୍ରାରମ୍ଭିକ ବର୍ଷ ଗୁଡ଼ିକରେ ମସ୍ତିଷ୍କର ଉପଯୁକ୍ତ ଯତ୍ନ ନେବା ନିହାତି ଜରୁରୀ। ତେଣୁ 3 ରୁ 6 ବର୍ଷର ଶିଶୁମାନେ ଏହି ବାଲବାଟିକା ଶ୍ରେଣୀରେ ସକ୍ରିୟ ଅଂଶଗ୍ରହଣ କଲେ ସେମାନଙ୍କର ପ୍ରାକ୍ ବିଦ୍ୟାଳୟ ଭିତ୍ତିଭୂମି ସ୍ଥାପନ ହୋଇପାରିବ। ତେଣୁ ଆଜିର ଅଭିଯାନ ମାଧ୍ୟମରେ ଶିଶୁମାନଙ୍କୁ ମାଗଣା ଓ ସୁରକ୍ଷିତ ଉଚ୍ଚ ଗୁଣବତ୍ତା ସମ୍ପନ୍ନ ଶିକ୍ଷାଦାନ କରିବାର ପ୍ରତିଶ୍ରୁତି ଦିଆଯାଇଛି। ବାଲବାଟିକାରେ ବା ବାଲବାଟିକା ଶ୍ରେଣୀରେ ଶିଶୁମାନଙ୍କୁ ଜ୍ଞାନଗତ ଦକ୍ଷତା, ଶାରୀରିକ ଦକ୍ଷତା, କୌଶଳ ଦକ୍ଷତା, ଜ୍ଞାନାତ୍ମକ ବିକାଶ, ଭାଷା, ସୃଜନଶୀଳତା, ସୌନ୍ଦର୍ଯ୍ୟବୋଧ ଓ ସାମାଜିକ ଓ ଭାବନାତ୍ମକ ଦକ୍ଷତାର ବିକାଶ ନିମନ୍ତେ ଶିକ୍ଷାଦାନ କରିବାକୁ ଶିଶୁର ଆଜୀବନ ଶିକ୍ଷଣ ପ୍ରବୃତ୍ତିକୁ ଆଗେଇ ନେବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବାଲବାଟିକାରେ। ତେବେ ମସ୍ତିଷ୍କର ବିକାଶ ନିମନ୍ତେ କ୍ରୀଡ଼ା ମାଧ୍ୟମରେ ଶିକ୍ଷାଦାନ କରିବା, ସଂଖ୍ୟା ଓ ପ୍ରତୀକ ସହ ଅକ୍ଷର ଚିହ୍ନିବା, ଶିଶୁର ଶିକ୍ଷଣ ଅଭିଜ୍ଞତାରେ ପିତାମାତାଙ୍କର ସକ୍ରିୟ ଅଂଶଗ୍ରହଣ କରି ବିଦ୍ୟାଳୟରେ ଶ୍ରେଣୀ 1ରେ ନାମ ଲେଖା ନିମନ୍ତେ ଶିଶୁକୁ ପୂର୍ଣ୍ଣାଙ୍ଗ ପ୍ରସ୍ତୁତ କରିବା ହେଉଛି ଏହାର ଲକ୍ଷ୍ୟ। ନୂତନ ଶିକ୍ଷାନୀତିରେ ବାଲବାଟିକା ଅଭିଯାନ ନିଶ୍ଚିତ ଭାବରେ ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ, କିନ୍ତୁ ବାସ୍ତବ ଦୃଷ୍ଟିରୁ ଦେଖିଲେ ତୃଣମୂଳ ସ୍ତରରେ ଏହାର ସଫଳ ରୂପାୟନକୁ ନେଇ ଅନେକ ପ୍ରଶ୍ନବାଚୀ ମଧ୍ୟ ସୃଷ୍ଟି ହୋଇଛି। ଅଧୁନା ସମସ୍ୟା ଘେରରେ ରହିଛି ରାଜ୍ୟ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା। ବର୍ତ୍ତମାନ ରାଜ୍ୟର ପର୍ଯ୍ୟାପ୍ତ ପରିମାଣରେ ଶିକ୍ଷକ ନାହାନ୍ତି। ଅନେକ ବିଦ୍ୟାଳୟରେ ଜଣେ ଶିକ୍ଷକ ଅଛନ୍ତି। ଏକାଧିକ ବିଦ୍ୟାଳୟରେ ଗୋଟିଏ ଘରେ 1 ରୁ 5ମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ଚାଲିଛି। 21,179ଟି ପ୍ରାଥମିକ ବିଦ୍ୟାଳୟ ଭଡ଼ା ଘରେ ଚାଲିଛି। ଅଧିକାଂଶ ବିଦ୍ୟାଳୟରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ମଧ୍ୟ ନାହାନ୍ତି। ଯେଉଁଠି ଶିକ୍ଷକ ଅଛନ୍ତି ସେଠି ପିଲା ପାଇଁ ବସିବାକୁ ଘର ନାହିଁ। ବହୁ ମେଧାବୀ ଶିକ୍ଷକତା ବୃତ୍ତିକୁ ମଧ୍ୟ ନାପସନ୍ଦ କରୁଛନ୍ତି। ତେବେ ଶିକ୍ଷା ଆଇନ ଅନୁଯାୟୀ ପ୍ରାଥମିକ ବିଦ୍ୟାଳୟରେ 8ମ ଶ୍ରେଣୀ ମିଶିଲା, କିନ୍ତୁ ଆବଶ୍ୟକୀୟ ଶିକ୍ଷକ ପଦବୀ ସୃଷ୍ଟି ହୋଇପାରିଲା ନାହିଁ। ଅତୀତରେ ବିଦ୍ୟାଳୟ ଗୁଡ଼ିକରେ କୋଠା ନଥିଲା କି କୌଣସି ରଙ୍ଗ ନଥିଲା, କିନ୍ତୁ ମେଧାବୀ ଛାତ୍ର ସୃଷ୍ଟି ହେଉଥିଲେ। ଏହିଭଳି ଅବସ୍ଥା ଯୋଗୁଁ ସରକାରୀ ବିଦ୍ୟାଳୟ ପ୍ରତି ଅଧିକାଂଶ ଅଭିଭାବକ ମୁହଁ ଫେରେଇ ନେଉଛନ୍ତି। ଘରୋଇ ବିଦ୍ୟାଳୟର ଚାହିଦା ବଢ଼ୁଛି। ସରକାରୀ ଓ ବେସରକାରୀ ବିଦ୍ୟାଳୟ ମଧ୍ୟରେ ବିଭାଜନ ରେଖା ଶିକ୍ଷା ବ୍ୟବସ୍ଥାକୁ ଦୁର୍ବଳ କରିସାରିଲାଣି। ଅନ୍ୟପକ୍ଷରେ ଦେଖିଲେ ବାଲବାଟିକାରେ ଶିଶୁ ଓ ମହିଳା ବିକାଶ ବିଭାଗର ଅନ୍ତର୍ଭୁକ୍ତ ହୋଇଥିଲା ବେଳେ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକରେ ବା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଏହା ଅନ୍ତର୍ଭୁକ୍ତ କରାଯାଇଛି। ତେଣୁ ଦୁଇଟି ପୃଥକ ପୃଥକ ବିଭାଗ ମଧ୍ୟରେ ଯଦି ଉଚିତ ସମନ୍ୱୟ ନ ରହେ ତେବେ ସବୁ ଯୋଜନା ଫସର ଫାଟିଯିବା ଏକ ପ୍ରକାର ନିଶ୍ଚିତ। ଯଦିଓ ସରକାର ତରବରିଆ ଭାବରେ ପର୍ଯ୍ୟାୟକ୍ରମେ ଶିକ୍ଷକମାନଙ୍କୁ ତାଲିମ ଦେବା ଆରମ୍ଭ କଲେଣି, ତଥାପି ବାଲବାଟିକା ଶ୍ରେଣୀରେ ପିଲାମାନଙ୍କୁ ପାଠ ପଢ଼ାଇବା ପାଇଁ ଶିକ୍ଷାଦାନର ସଫଳତା ପାଇଁ ଉଚ୍ଚମାନର ECCE ଶିକ୍ଷକମାନଙ୍କର ଆବଶ୍ୟକତା ରହିଛି। ତେବେ ସରକାରୀ ଛାଟକୁ ଭୟ କରି ନିଜର ଅନିଚ୍ଛା ସତ୍ତ୍ୱେ ଶିକ୍ଷକମାନେ ଏହି ତାଲିମରେ ଯୋଗ ଦେଇଥିବାର ଅଭିଯୋଗ ମଧ୍ୟ ହେଉଛି। ତେଣୁ ତାଲିମ ଓ କାର୍ଯ୍ୟକ୍ରମ କେତେଦୂର ଫଳପ୍ରଦ ହେବ ତାହା ଦେଖିବା କଥା। ଏଭଳି ପରିସ୍ଥିତିରେ ଛୋଟ ପିଲାମାନଙ୍କର ଯତ୍ନ ନେବ କିଏ? ସେମାନଙ୍କୁ ପାଠ ପଢ଼େଇବେ କିଏ? ସେମାନେ କେଉଁଠି ପଢ଼ିବେ? ଅଣତାଲିମ ପ୍ରାପ୍ତ ଶିକ୍ଷକମାନଙ୍କୁ ନେଇ ଆବଶ୍ୟକ ଭିତ୍ତିଭୂମି ନଥାଇ ଶିକ୍ଷକମାନଙ୍କ ସହ ବିଚାର ବିମର୍ଶ ନକରି ତରବରିଆ ଭାବରେ ବିଦ୍ୟାଳୟମାନଙ୍କରେ ବାଲବାଟିକା ଶ୍ରେଣୀକୁ ଅନ୍ତର୍ଭୁକ୍ତ କରିବା ଆଦୌ ସମୀଚୀନ ନୁହେଁ। ତେବେ ସରକାର ପ୍ରଥମେ ଆବଶ୍ୟକ ଭିତ୍ତିଭୂମି ଯୋଗାଇ ଦିଅନ୍ତୁ। ବିଦ୍ୟାଳୟରେ ଶୈକ୍ଷିକ ପରିବେଶକୁ ବା ପରିସରକୁ ରୁଦ୍ଧିମନ୍ତ କରନ୍ତୁ।
ଉପଯୁକ୍ତ ତାଲିମପ୍ରାପ୍ତ ଶିକ୍ଷକ ନିଯୁକ୍ତି ଦିଅନ୍ତୁ। ଶିକ୍ଷକମାନଙ୍କର ସମସ୍ୟାର ସମାଧାନ କରନ୍ତୁ। ଅନ୍ୟଥା ସରକାର ଯେଉଁ ଉଦ୍ଦେଶ୍ୟ ରଖି ବାଲବାଟିକା ଅଭିଯାନ ଆରମ୍ଭ କରିଛନ୍ତି ତାହା ଫଳପ୍ରଦ ହେବା ନେଇ ଜନସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।